ବହୁ ପୂର୍ବରୁ ମା ମୃତ୍ୟୁବରଣ କରିବା ପରେ ବାପା ଏବେ ଏବେ ଟିବି ରୋଗରେ ମୃତ୍ୟୁବରଣ କରିଛନ୍ତି ଆଉ ବାପା ମା ଛେଉଣ୍ଡ ହୋଇଯାଇଛନ୍ତି ଚାରୋଟି ଛୋଟ ଛୋଟ ଛୁଆ। ମୁଁ ସବୁବେଳେ କହେ ଯାହାର କେହି ନାହାନ୍ତି ସେମାନଙ୍କର ଆମେ ଅଛୁ। ଏ ଖବର ପାଇବା ପରେ ଆମେ ଇମିଡ଼ିଏଟଲି ପହଞ୍ଚି ଯାଇଥିଲୁ ଛୁଆମାନଙ୍କ ପାଖରେ। ସେମାନଙ୍କ ଟିବି ଟେଷ୍ଟ କରାଇବା ସହ ପୁରା ଗାଁର ମଧ୍ୟ ଟିବି ଟେଷ୍ଟ କରାଇଲୁ। ଆମେ ସେମାନଙ୍କୁ ଘର ଦେଇଛୁ ଏବଂ ଚାଉଳ ମଧ୍ୟ ଦେଇଛୁ। ହେଲେ ରାନ୍ଧିବ କିଏ? ତାଙ୍କର ରକ୍ଷଣାବେକ୍ଷଣ କରିବ କିଏ? ଭୋକରେ ରହିଲେ କିମ୍ବା ଦେହ ଖରାପ ହେଲେ ବୁଝିବାକୁ କେହି ନାହାନ୍ତି ତାଙ୍କର ହେଲ୍ଥ, ଏଜୁକେସନ୍ ଏବଂ ସୁରକ୍ଷାକୁ ଆଖି ଆଗରେ ରଖିକି ସେମାନଙ୍କୁ ହଷ୍ଟେଲରେ ରଖିବା ପାଇଁ ଚିନ୍ତା କଲୁ। ଏବେ ସେମାନେ ହଷ୍ଟେଲରେ ଅଛନ୍ତି ଆଉ ଭଲରେ ଅଛନ୍ତି। ଏହି ଛୁଟିରେ ଆମ ଘରକୁ ଆସିଥିଲେ ସେମାନେ। ନିଜ ଛୁଆଙ୍କ ଭଳି ମୋ ଧର୍ମପତ୍ନୀ ଏବଂ ମୁଁ ତାଙ୍କୁ ମଲ୍ ବୁଲାଇବାକୁ ନେଲୁ ଏବଂ ମଲ୍ରେ ତାଙ୍କ ପାଇଁ ଡ୍ରେସ୍ କିଣିଦେଲୁ। ତାପରେ ତାଙ୍କୁ ଘରକୁ ଡକାଇ ତାଙ୍କ ମନପସନ୍ଦର ଖାଇବାକୁ ଦେଲୁ। ସେମାନେ ବହୁତ ଖୁସି ଥିଲେ। ସେମାନେ ଭଲ ରୁହନ୍ତୁ, ସୁସ୍ଥରେ ରହନ୍ତୁ। ଜଗନ୍ନାଥ ପାଖରେ ଏତିକି ପ୍ରାର୍ଥନା। ଜୟ ଶ୍ରୀ ଜଗନ୍ନାଥ, ଜୟ ଭାରତ। ହଷ୍ଟେଲରେ ଛାଡ଼ିକି ଯାଉଛୁ, ଲାଗୁଛି ଯେ ନିଜ ଛୁଆଙ୍କୁ ହଷ୍ଟେଲରେ ଛାଡ଼ିକି ଯାଉଛୁ। ମୋତେ ବି ଭଲ ଲାଗୁନି, ମୋ ମନଟା ଦୁଃଖ ହେଉଛି, ସେମାନଙ୍କ ମନ ବି ବହୁତ ଦୁଃଖ ହେଇଯାଉଛି। କିନ୍ତୁ ତାଙ୍କୁ ଆମେ ବୁଝେଇଛୁ, ହେଡ଼ ସାର୍ ଏଇଠି ଅଛନ୍ତି ଯେ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛୁ ଯେ ତାଙ୍କୁ ବହୁତ ଆଶୀର୍ବାଦ କରନ୍ତୁ, ସେ ଭଲ ମଣିଷ ହୁଅନ୍ତୁ, ଭଲରେ ରୁହନ୍ତୁ। ମୋ ଆଖିରେ ଲୁହ ଆସିଯାଉଛି ଯେ ଆମେ ଛୁଆ ଦୁଇଟାଙ୍କୁ ଛାଡ଼ିକି ଯାଉଛୁ ବୋଲି। ବଟ୍ କ'ଣ କରିବା, କେହି ତ ନାହାନ୍ତି। ଏଠି ସାର୍ମାନେ ଅଛନ୍ତି, ତାଙ୍କ କଥା ବୁଝିବେ। ଆମେ ବେଳେବେଳେ ଆସିବୁ ଦେଖିବା ପାଇଁ।